हेलो स्टूडेंट्स, वेलकम टू द चैनल स्मार्ट स्टडी एजुकेशन पॉइंट। ମୁଁ ତୁମମାନଙ୍କୁ ସେ ଅନୁସାରେ ତ ଆଜିର ଯୋଉ ଭିଡିଓ ରହିଲା ହଉଛି ଏମଏଡ୍ ଆଉ ଏଲଟିଆର ବା ଓଟିଇଟି ପାଇଁ ଯୋଉ ରହିଲା ହଉଛି ମକ୍ ଟେଷ୍ଟ ଚାଲିଥିଲା। ମକ୍ ଟେଷ୍ଟ ନମ୍ବର 6 ଅଛି, ଯୋଉଥିରେ 20ଟା ଲେଖା ମୁଁ କ୍ୱେଶ୍ଚିନ୍ ଆଣୁଛି, ତା ସହିତ ଆନାଲିସିସ୍ ମଧ୍ୟ କ୍ୱେଶ୍ଚିନ୍ ଗୁଡିକ କରୁଛି, ଯୋଉଗୁଡିକ ତୁମର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଗୁଡିକ ସବୁ ଗୁଡିକ ତୁମର ଏମଏଡ୍ ବା ଓଟିଇଟି ର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଗୁଡିକ, ଯୋଉଟା ତୁମର ଏକ୍ଜାମ ଓରିଏଣ୍ଟେଡ୍ ରହୁଛି, ଏକ୍ଜାମରେ କ୍ରାକ୍ କରିବା ପାଇଁ ମଧ୍ୟ ହେଲ୍ପଫୁଲ ରହିବ। ଚାଲନ୍ତୁ ଆଜିର ପ୍ରଥମ କ୍ୱେଶ୍ଚିନ୍ ଷ୍ଟାର୍ଟ କରିବା। ଯୋଉ ଫାର୍ଷ୍ଟ କ୍ୱେଶ୍ଚିନ୍ କଣ କହୁଛି, ମେଚୁରେସନ ଇଜ ଏ ଡେସ୍ ପ୍ରୋସେସ। ପଢେଇଥିଲି ବି ଆଗରୁ, ମେଚୁରେସନ ଟା କୋଉ ଟାଇପ ଅଫ ପ୍ରୋସେସ ଆମେ କହିବା, ସାଇकोलॉजिकल ନା ମେଣ୍ଟାଲ ପ୍ରୋସେସ ନା ଲର୍ନିଂ ପ୍ରୋସେସ ନା ବାୟୋଲଜିକାଲ ପ୍ରୋସେସ। ତ ପିଲାମାନେ ମେଚୁରେସନ ସବୁବେଳେ ମୁଁ କହିଛି ମେଚୁରେସନ ଟା ହଉଛି ଗୋଟେ ବାୟୋଲଜିକାଲ ପ୍ରୋସେସ। ଅପସନ ନମ୍ବର ଡି ହଉଛି ଏହାର ରାଇଟ ଆନ୍ସର, ଯୋଉଠି କଣ କରୁଛି maturation refers to the biological predetermined development of an organism। ତ ବାୟୋଲୋଜିକାଲ ପ୍ରିଡିଟରମାଇଣ୍ଡ ଡେଭଲପମେଣ୍ଟ ଆମେ କହିବା କାହାକୁ, ମେଚୁରେସନ ଟା ଗୋଟେ ଅର୍ଗାନିଜିମ ବା ଗୋଟେ ହ୍ୟୁମାନ ବିଙ୍ଗ ର ହଉଛି biological predetermined organism influenced by genes and hormones। କାହା ଦ୍ୱାରା influence ହଉଛି maturation ଟା, ଯୋଉ genetic ରହୁଛି ବା genes ଯୋଉ ରହୁଛି ତା ଦ୍ୱାରା influence ହଉଛି, ବା ଯୋଉ hormone ରହୁଛି hormone ଦ୍ୱାରା influence ହଉଛି, that unfold according to a set of sequence relatively independent of environmental issue। ତ ଯୋଉଟା ରହୁଛି ଅନଫୋଲ୍ଡ କେତେବେଳେ ରହୁଛି, ରିଲେଟିଭଲି ଇଣ୍ଡିପେଣ୍ଡେଣ୍ଟ କେତେବେଳେ ରହୁଛି, ଯେତେବେଳେ ଏନଭାୟରମେଣ୍ଟାଲ ଇନଫ୍ଲୁଏନ୍ସ ଗୁଡିକ ଦେଖିବା ପାଇଁ ମିଳୁଛି। ତ ହଉଛି ମେଚୁରେସନ ଟା ଆମେ କହିବା ଗୋଟେ ବାୟୋଲୋଜିକାଲ ପ୍ରୋସେସ। which learning theory is associated with transfer of training। ଟ୍ରେନିଂ ଟା ଟ୍ରାନ୍ସଫର ହଉଛି କୋଉ ଲର୍ନିଂ ଥିଓରି ଦ୍ୱାରା, ହଉଛି ଯୋଉ ରହିଲା ହଉଛି ଷ୍ଟିମୁଲସ୍ ରେସ୍ପନ୍ସ ଦ୍ୱାରା ତୁମର ଟ୍ରେନିଂ ଟା ଟ୍ରାନ୍ସଫର ହଉଛି। ତ ତାକୁ ଆମେ କଣ କହିବା ହଉଛି ତୁମର କଣ୍ଡିସନିଂ ଥିଓରି କହିବା, ବା ହଉଛି ଅପସନ ନମ୍ବର ବି ହଉଛି ଏହାର ରାଇଟ ଆନ୍ସର, କଣ୍ଡିସନିଂ ଥିଓରି। ଯୋଉଥିରେ କଣ କହୁଛି କଣ୍ଡିସନିଂ ଥିଓରି ଲାଇକ୍ କ୍ଲାସିକାଲ କଣ୍ଡିସନିଂ ଥିଓରି ବା ଅପରେଣ୍ଟ କଣ୍ଡିସନିଂ ଥିଓରି, ଯୋଉଥିରେ ଷ୍ଟିମୁଲସ୍ ରେସ୍ପନ୍ସ କଥା ଆମେ କୁହାଯାଇଛି, ଉଦ୍ଦୀପକ ଆଉ ହଉଛି ତୁମର ପ୍ରତିକ୍ରିୟା କଥା କୁହାଯାଇଛି, ଯୋଉଥିରେ କଣ ହଉଛି ତୁମ ଲର୍ନିଂ ଟା ଟ୍ରାନ୍ସଫର ହଉଛି। that emphasize the process of forming association between stimulus and response। ତ କ୍ଲାସିକାଲ କଣ୍ଡିସନିଂ ଥିଓରି ବା ଅପରେଣ୍ଟ କଣ୍ଡିସନିଂ କଣ ଏମ୍ଫାସିସ୍ କରୁଛି, ତୁମର ଯୋଉ ରହିଲା ଅଛି ଗୋଟେ ଏସୋସିଏସନ କ୍ରିଏଟ କରୁଛି କାହା କାହା ଭିତରେ, ଷ୍ଟିମୁଲସ୍ ଆଉ ରେସ୍ପନ୍ସ ଭିତରେ ଏସୋସିଏସନ କ୍ରିଏଟ କରୁଛି। This means that learned behavior in one situation can readily transfer similar situation। जो ଲର୍ନର କଣ କରୁଛି, ଯୋଉ ବିହେଭିୟର ଟା ଗୋଟେ ସିଚୁଏସନ ରେ ଦେଖଉଛି, ଆଉ ଯୋଉଟା ଲର୍ନ କରିଲା ଗୋଟେ ସିଚୁଏସନ ରେ, ତ ସେଇଟା ଟ୍ରାନ୍ସଫର ହେଇଯାଉଛି ଏନାଦର ସିଚୁଏସନ। ଯଦି ସିମିଲାର ସେମ ସିଚୁଏସନ ପାଉଛି, ସେ ଲର୍ନିଂ ଟା ତାକୁ ଟ୍ରାନ୍ସଫର ହେଇଯାଉଛି, ପ୍ରିଭିୟସ ଏକ୍ସପିରିଏନ୍ସ ଟା ହେଲ୍ପଫୁଲ କରୁଛି ନ୍ୟୁ ନଲେଜ ବିଲ୍ଡ ରେ। ଦେନ୍ ତାପରେ କଣ କରୁଛି 3 ନମ୍ବର क्वेश्चन, which is correct from mastery learning point of view। ତ କୋଉଟା ହଉଛି କରେକ୍ଟ ଆମେ କହିବା mastery learning point of view। equal learning object for all the learner, method of teaching is equal for the all the learner, rate of learning equal for the all the learner, learning time is equal for all the learner। ତ କୋଉଟା କହିବା, ସମସ୍ତ ପାଇଁ ଇକ୍ୱାଲ ଲର୍ନିଂ ଅବଜେକ୍ଟିଭ ରହିବା ବା ଫର ଅଲ ଦ ଲର୍ନର, ସବୁ ଲର୍ନର ପାଇଁ ସମାନ ଉଦ୍ଦେଶ୍ୟ ରହିବା ଦରକାର, ସେଟା ମାଷ୍ଟରୀ ଅଫ ଲର୍ନିଂ କହିବା, ନା ସମସ୍ତଙ୍କ ପାଇଁ ମେଥଡ ଅଫ ଟିଚିଂ ଟା ସମାନ ରହିବା, ସେଟା ମାଷ୍ଟରୀ ଅଫ ଲର୍ନିଂ ପଏଣ୍ଟ କହିବା, ନା ରେଟ୍ ଅଫ ଲର୍ନିଂ ଯୋଉ ରହିଲା ହଉଛି ଲର୍ନିଂ ର ଯୋଉ ରେଟ୍ ଅଫ ରେସିଓ ଯୋଉ ରହିଲା ହଉଛି ଇକ୍ୱାଲ ରହିବା ଦରକାର ସମସ୍ତଙ୍କ ପାଇଁ, ଏଇଟା କହିବା, ବା ନା ଲର୍ନିଂ ଟାଇମ ଇଜ ଇକ୍ୱାଲ ଫର ଅଲ ଦ ଲର୍ନର। ତ କୋଉଟା କହିବା, ତ ୟାର ରାଇଟ ଆନ୍ସର ଯୋଉ ରହିଛି ଅପସନ ନମ୍ବର ଡି ହବ ୟାର ରାଇଟ ଆନ୍ସର, ଯୋଉଟା ଲର୍ନିଂ ଟାଇମ ଇଜ ଇକ୍ୱାଲ ଫର ଅଲ ଦ ଲର୍ନର। ଅପସନ ନମ୍ବର ଡି ହଉଛି ରାଇଟ ଆନ୍ସର, ଯୋଉଥିରେ କଣ କରୁଛି ମାଷ୍ଟରୀ ଲର୍ନିଂ ଏମ୍ଫାସାଇଜ that students should learn at their own pace until they full understand a concept before moving on। ତ କଣ ହଉଛି ମାଷ୍ଟରୀ ଲର୍ନିଂ କଣ କହୁଛି, ଗୋଟେ ଷ୍ଟୁଡେଣ୍ଟ ଲର୍ନ କରିବ କୋଉ ୱେରେ, ନିଜର ଅନ୍ ପେସ୍ ରେ ହିଁ ଲର୍ନ କରିବ, ଦେନ୍ ତାକୁ ଆମେ କଣ କହିବା ହଉଛି ମାଷ୍ଟରୀ ଅଫ ଲର୍ନିଂ କହିବା। ଯେ ପର୍ଯ୍ୟନ୍ତ ସେ କନସେପ୍ଟ ଟା ବୁଝି ନାହିଁ, ସେ ପର୍ଯ୍ୟନ୍ତ ତାକୁ ଅଣ୍ଡରଷ୍ଟାଣ୍ଡ କରିବା ପାଇଁ ଟ୍ରାଏ କରିବ। ଦିସ୍ ମିନ୍ସ that some student may need more time than other to achieve mastery। ତ ଏହା ଦ୍ୱାରା କଣ ହଉଛି କିଛି କିଛି ଷ୍ଟୁଡେଣ୍ଟ କଣ କରୁଛନ୍ତି, ଅଧିକ ଟାଇମ ନଉଛନ୍ତି। ସମସ୍ତଙ୍କୁ ଇକ୍ୱାଲ ଟାଇମ ଦେଲେ ମାଷ୍ଟରୀ ଅଫ ଲର୍ନିଂ କହିପାରିବା ନାହିଁ। ସମସ୍ତଙ୍କୁ ସମାନ ଟାଇମ ଦେବା, କାହାର ଇଣ୍ଟେଲିଜେନ୍ସ ପାୱାର ଅଧିକ ରହୁଥିଲା ବେଳେ ସିଏ ନଲେଜ ଟାକୁ ଅଧିକ ଜଲଦି ଜଲଦି କ୍ୟାପଚର କରିପାରୁଛି, ବଟ୍ ଜଣେ ଜଣଙ୍କର ନଲେଜ ଇଣ୍ଟେଲେକ୍ଚୁଆଲ ପାୱାର ଲୋ ରହୁଛି, ତ ସେମାନେ ବହୁତ ଲେଟ୍ ଟାଇମ ନଉଛନ୍ତି ତାଙ୍କର ମାଷ୍ଟରୀ ଲର୍ନିଂ ବା ପ୍ରୋଫିସିଏନ୍ସି ଡେଭଲପ କରିବା ପାଇଁ। ତ ସେମ ଟାଇମରେ ଆମେ ଇକ୍ୱାଲ ଟାଇମରେ ଆମେ ମାଷ୍ଟରୀ ଲର୍ନିଂ କମ୍ପ୍ଲିଟ କରିପାରିବା ନାହିଁ। The goal is ensure all students have solid grasp of the material regardless of how long takes them to achieve। Therefore equal learning time for all learner is the key principle of mastery learning। ତ ସେଥିପାଇଁ ଆମେ କଣ କହିଲେ ହଉଛି equal learning time is all learner for the key principle of mastery learning। ଦେନ୍ ତାପରେ କଣ କହୁଛି from which Latin word term personality has been derived। ତ କୋଉ ଲାଟିନ ୱାର୍ଡ ରୁ personality ଟା derived ହେଇଛି,
पर्सन ना पर्सनाल ना पर्सना ना पर्सनाल तो कोउटा हबो तुमरो लाटिन वर्ड पर्सना रु डिराइव होइछि पर्सनालिटी जहार मीन्स होछि मार्क्स बा कैरेक्टर आमे कहि पारे पर्सना रो मीन कोन कहबा मार्क्स मने रखियो लाटिन वर्ड रो अछि एटा क्वेश्चन अछि मार्क्स बा कैरेक्टर बोली कहि पारिबा जोटा हला तुमरो लाटिन वर्ड पर्सना रु आसी अछि देन तापर कोन होछि for which group of learner sign language method is most appropriate तो को group of learner ପାଇଁ होछि sign language ଟା होछि most appropriate कहबा जो sign रो ଠାର ମାଧ୍ୟମରେ ଯୋଉ ହୋଉଛି କଥାବାର୍ତ୍ତା କରିବା visual impaired ନା hearing impaired ନା mental retarded ନା physical disabled ତ ଯେ ସାଇନ୍ ଲାଙ୍ଗୁଏଜ କାହା ପାଇଁ ହବ ଯେ ଯାହାକୁ ଶୁଣା ଯାଉ ନାହିଁ ଶୁଣିବା ଯୋଉ କଥାଟା ଯେତେବେଳେ ଶବ୍ଦଟା ଶୁଣାଯିବ ସିଏ କମ୍ୟୁନିକେଟ କରିପାରିବ ନା ଜଣକୁ ଯେତେବେଳେ ଶୁଣା ଯାଉନି ତାକୁ ଆମେ କଣ କରୁଛେ ହିୟରିଂ ଇମ୍ପେୟାରମେଣ୍ଟ ସାଇନ୍ ଲାଙ୍ଗୁଏଜ ଆମେ କାହା ପାଇଁ ୟୁଜ କରୁଛେ ହିୟରିଂ ଇମ୍ପେୟାରମେଣ୍ଟ ପାଇଁ ଦେନ୍ ହଉଛି ହ୍ୱାଟ ଟାଇପ ଅଫ ଟିଚର ଇଜ ଆପଏଣ୍ଟେଡ ଟୁ ଟିଚ ଦ ଡିଜାବଲ୍ଡ ଲର୍ନର ତ ଡିଜାବଲ୍ଡ ଲର୍ନର କୁ ପଢେଇବା ପାଇଁ କୋଉ ଟାଇପ ଅଫ ଟିଚର ଆପଏଣ୍ଟେଡ କରା ଯାଉଅଛି ତ କଣ ହବ ରିସୋର୍ସ ଟିଚର ନା ଏଫିସିଏଣ୍ଟ ଟିଚର ନା ଏକ୍ସପିରିଏନ୍ସ ଟିଚର ସବଜେକ୍ଟ ଟିଚର କୋଉ ଟିଚର ହବ ଯୋଉ ତୁମର ଯୋଉ ରହିଲା ହଉଛି ଡିଜାବୁଲ ଲର୍ନର ପାଇଁ ସବୁବେଳେ ମନେ ରଖିବ ରିସୋର୍ସ ଟିଚର ଯୋଉଥିରେ କଣ ହଉଛି ଡିଜାବୁଲ ରିଲେଟେଡ ସେମାନେ କିଛି ନା କିଛି ଜାଣିଥିବା ଦରକାର ଗୋଟେ ବ୍ଲାଇଣ୍ଡ ଷ୍ଟୁଡେଣ୍ଟ କେମିତି ପଢେଇବା ସେମାନଙ୍କ ପାଖରେ ନଲେଜ ଥିବା ଦରକାର ଗୋଟେ ହିୟରିଂ ଇମ୍ପେୟାରମେଣ୍ଟ ଷ୍ଟୁଡେଣ୍ଟ କୁ ପଢେଇବା କେମିତି ପଢେଇବା ତାଙ୍କ ପାଖରେ ନଲେଜ ଥିବା ଦରକାର ତ ସେଥିପାଇଁ ରିସୋର୍ସ ଟିଚର ଗୁଡିକୁ ଆପଏଣ୍ଟେଡ କରାଯାଉଛି ରିସୋର୍ସ ଟିଚର ଇଜ ଅଲସୋ ନନ୍ ଏଜ ସ୍ପେସିଆଲ ଏଜୁକେସନ ଟିଚର ଦେଖ ତାଙ୍କୁ କଣ କୁହାଯାଉଛି ସ୍ପେସିଆଲ ଏଜୁକେସନ ଟିଚର ମିନ୍ସ ସେଇ ଯୋଉ ଡିଜାବୁଲ ଅଛି ସେ ଡିଜାବୁଲ ରିଲେଟେଡ ତାଙ୍କ ପାଖରେ ନଲେଜ ଥିବା ଦରକାର work with students who have disability to ensure they have access to the curriculum and receive the support they need to success ତ ସେମାନେ କଣ ହଉଛି ଯୋଉ କରିକୁଲମ ବିଷୟରେ ଜାଣିଥିବା ଦରକାର ଆଉ ତାଙ୍କୁ ସପୋର୍ଟ ପ୍ରୋଭାଇଡ କରୁଥିବା ଦରକାର ଡିଜାବୁଲ ଚାଇଲ୍ଡ କୁ ସେମାନେ ଡିଜାବୁଲ ଟା ଠିକ ସେ ବୁଝିବା ଦରକାର ବୁଝିକି ସେଇଭଳିଆ କରିକୁଲମ ବିଲ୍ଡ ଅପ କରିବା ଦରକାର ଆଉ ତାଙ୍କୁ ମଧ୍ୟ ଯୋଉ ଯୋଉ ଜାଗାରେ ସପୋର୍ଟ ନିଡ୍ ଅଛି ସେ ସପୋର୍ଟ ଟା ବି ସେମାନେ ପ୍ରୋଭାଇଡ କରୁଥିବା ଦରକାର they are trained to adopt teaching methods and material to meet the specific needs of individual students ତ ସେମାନେ କଣ କରୁଛନ୍ତି ଟ୍ରେନ କରୁଛନ୍ତି ଡିଫରେଣ୍ଟ ଟାଇପସ ଅଫ ଟିଚିଂ ମେଥଡ କୁ ଯୋଉ ଟିଚିଂ ମେଥଡ ସେମାନଙ୍କୁ ଜଣାଇବା ପାଇଁ ଟ୍ରେନ କରାଯାଉଛି ତା ସହ ଡିଫରେଣ୍ଟ ଟାଇପସ ଯୋଉ ମେଟେରିଆଲ ଗୁଡିକ ୟୁଜ କରାଯାଉଛି ଡିଜାବୁଲ ଚାଇଲ୍ଡ ରିଲେଟେଡ ମେଟେରିଆଲ ଗୁଡିକ ସେ ସବୁ ୟୁଜ କରିବା ପାଇଁ ମଧ୍ୟ ତାଙ୍କର ନଲେଜ ଥିବା ଦରକାର ଦେନ୍ ତାପରେ କଣ ହଉଛି ଇଫ ଦ ମେଣ୍ଟାଲ ଏଜ ଇଜ ଲେସ୍ ଦେନ୍ କ୍ରୋନୋଲୋଜିକାଲ ଏଜ ଦେଖ ଆଇକ୍ୟୁ କଥା ପଚାରିଛି ଆଇକ୍ୟୁ ର ମେଣ୍ଟାଲ ଏଜ ଟା କଣ କହିଲା ହଉଛି କ୍ରୋନୋଲୋଜିକାଲ ଏଜ ଠାରୁ ହଉଛି ସିଏ ଠାରୁ କଣ ହଉଛି ଲେସ୍ ଦେନ୍ କମ ଅଛି ଧରାଯାଉ ମେଣ୍ଟାଲ ଏଜ ହଉଛି ଆମର କେତେ ନେଲେ ହଉଛି 10 କ୍ରୋନୋଲୋଜିକାଲ ଏଜ କୁ ଧରାଯାଉ ମୁଁ 20 ନେଲି ତ ମେଣ୍ଟାଲ ଏଜ ଟା କମ ରହୁଛି ନା କ୍ରୋନୋଲୋଜିକାଲ ଏଜ ଠାରୁ ତ ଅଫେନ୍ ଇଣ୍ଡିଭିଜୁଆଲ ଦେନ୍ ହ୍ୱାଟ କ୍ୟାଟେଗୋରୀ ଡାଜ ହି ବିଲଙ୍ଗ ଟୁ ତ ସିଏ କୋଉ କ୍ୟାଟେଗୋରୀରେ ବିଲଙ୍ଗସ କରୁଛି ତ ଧରାଯାଉ ଆମେ ଏକ୍ସାମ୍ପଲ ନେଲେ ତ ତାର ଫର୍ମୁଲା କଣ MA ବାଇ CA ଇଣ୍ଟୁ କଣ 100 ତାର ଫର୍ମୁଲା ହଉଛି MA ବାଇ CA ଇଣ୍ଟୁ 100 ତ MA କେତେ ନେଇଥିନି ହଉଛି ମେଣ୍ଟାଲ ଏଜ କେତେ ନେଲି ହଉଛି 10 ବାଇ 20 ବାଇ ହଉଛି 100 20 ପଞ୍ଚା କେତେ ହଉଛି 100 ଯୋଉଟା ହେଲା 10 ପଞ୍ଚା 50 ତ ମିନ୍ସ ଆମେ କହିପାରିବା ଏଭାରେଜ ରୁ ତଳକୁ ରହୁଛି ତାର ଯୋଉ ଜିନିଷଟା ତାର ଆଇକ୍ୟୁ ଟା କହିପାରିବା ତ ବିଲୋ ଏଭାରେଜ ଇଣ୍ଟେଲିଜେଣ୍ଟ ନା ଏକ୍ସେପସନାଲ ଇଣ୍ଟେଲିଜେନ୍ସ ଏକ୍ସେପସନାଲ ଯୋଉଟା ହେଲା ଗିଫ୍ଟେଡ କହିପାରିବା ହାଇ ଇଣ୍ଟେଲିଜେନ୍ସ ନା ସୁପର ଇଣ୍ଟେଲିଜେନ୍ସ ଇଏ ତୁମର ଏଭାରେଜ ଭ୍ୟାଲୁ ତଳକୁ ରହୁଛି ଦେଖ କାଲକୁଲେସନ ଜଣା ପଡିଲା ଅପସନ ନମ୍ବର ଏ ହଉଛି ଆର ରାଇଟ ଆନ୍ସର ତାର ଇଣ୍ଟେଲିଜେନ୍ସ ଟା ହଉଛି ଏଭାରେଜ ରୁ ତଳକୁ ରହୁଛି ଅପସନ ନମ୍ବର ଏ ହଉଛି ଆର ରାଇଟ ଆନ୍ସର ଦେନ ପଚାରିଛି ଏ ଟିଚର ପ୍ରିପେୟାର ଏ ଟେଷ୍ଟ ଇନ ମ୍ୟାଥମେଟିକ୍ସ and administrate it to a group of student କଣ କହିଲା ଗୋଟେ ଟିଚର ପ୍ରିପେୟାର କଲା ହଉଛି ମ୍ୟାଥମେଟିକ୍ସ ର ଟେଷ୍ଟ ଯୋଉଥିରେ କଣ କଲା ହଉଛି ଆଡମିନିଷ୍ଟ୍ରେଟ କଲା ହଉଛି ଗ୍ରୁପ ଅଫ ଷ୍ଟୁଡେଣ୍ଟ କୁ ନେଇକି ହଉଛି ଟେଷ୍ଟ ଟାକୁ ଆଡମିନିଷ୍ଟ୍ରେଟ କରୁଅଛି କି ଦେନ୍ ଆଡମିନିଷ୍ଟ୍ରେଟ ଏ ଷ୍ଟାଣ୍ଡାର୍ଡାଇଜ ଟେଷ୍ଟ ଟୁ ଦ ସେମ ଗ୍ରୁପ ତ ତାପରେ କଣ କଲା ହଉଛି ଗୋଟେ ଷ୍ଟାଣ୍ଡାର୍ଡାଇଜ ଟେଷ୍ଟ ଗୋଟେ ଫାର୍ଷ୍ଟ ଟିଚର ମେଡ୍ ଟେଷ୍ଟ ତିଆରି କଲା ଟିଚର ଦ୍ୱାରା ତିଆରି କରାଯାଇଥିଲା ଦେନ୍ ହଉଛି ଗୋଟେ ଏକ୍ସପର୍ଟ ଦ୍ୱାରା ତିଆରି କରାଯାଇଥିଲା ଯୋଉ ଷ୍ଟାଣ୍ଡାର୍ଡାଇଜ ଟେଷ୍ଟ ଟା କ୍ୱେଶ୍ଚନ ଟା ସେଟା ହିଁ ମଧ୍ୟ ଟେଷ୍ଟ କଲା କାହାକୁ ସେମ ଗ୍ରୁପ ଅଫ ଷ୍ଟୁଡେଣ୍ଟ କୁ the coefficient correlation of two set of marks so obtained was plus 0.90 ଯୋଉଟା ହେଲା ଯେ -1 ରୁ +1 ପର୍ଯ୍ୟନ୍ତ ରହୁଛି ତ what does it indicate about the teacher made test ତ teacher made test ସହିତ ହଉଛି ଇଣ୍ଡିକେଟ କରୁଛି ତ ଦୁଇଟା ଭିତରେ ଯୋଉ coefficient correlation find out କଲେ plus 0.09 ରହୁଛି ତ teacher made test ଆଉ standardized test ଭିତରେ କଣ ରିଲେସନ ରହୁଛି ଆଉ ତ teacher made test ଟାକୁ ଆମେ କଣ କହିବା the test is valid or the test is reliable
ଦି ଟେଷ୍ଟ ଇଜ ଅବଜେକ୍ଟିଭ ଦି ଟେଷ୍ଟ ଇଜ ଅବଜେକ୍ଟିଭ ବେସ୍ଡ। ତ ଏଇଟା କଣ କହିବା ଯୋଉ ରେଜଲ୍ଟ ର ଏକୁରେସି ଟା ସେମ ଆସୁଅଛି ତ ୟାକୁ ଆମେ କଣ କହିବା ଅଛି ଯେତେବେଳେ ଏକୁରେସି ଦେଖୁଛେ ଦି ଟେଷ୍ଟ ଇଜ ଭ୍ୟାଲିଡ କହିବା। ଅପସନ ନମ୍ବର ହଉଛି ଏ ହଉଛି ୟାର ରାଇଟ ଆନ୍ସର ଯୋଉଠି କଣ କହୁଛି correlation coefficient जो ରହିଲା ହଉଛି between teacher made test and standardized test suggest a strong positive relationship between the two set of score କହିଲା ଇଏ କଣ କହୁଛି ଗୋଟେ strong positive relationship create କରୁଛି ବୋଲି କହୁଛି ତୁମର coefficient correlation then since standardized test consider a high validity and high correlation indicate the teacher made test measuring the same construct ତ ଯୋଉ standardized test ଟା କଣ କରୁଛି ଯୋଉଥିରେ ହାଇ ଭ୍ୟାଲିଡିଟି ରହୁଛି ହାଇ କୋରିଲେସନ ରହୁଛି ଇଣ୍ଡିକେଟ କରୁଛି କାହାଠାରୁ ହଉଛି ରେଦର ଦେନ ହଉଛି ଟିଚର ମେଡ୍ ଟେଷ୍ଟ ଠାରୁ ଯୋଉ ସେମ କନଷ୍ଟ୍ରକ୍ଟ କରୁଛି ତ ଭ୍ୟାଲିଡିଟି ରେଫର୍ସ ଟୁ ଦ ଏକ୍ସଟେଣ୍ଟ ହୁଇଚ ଟେଷ୍ଟ ମେଜର ହ୍ୱାଟ ଇଜ ଇଣ୍ଟେଣ୍ଟ ଟୁ ମେଜର ତ ଭ୍ୟାଲିଡିଟି କଣ କରୁଛି ଯୋଉ ଟେଷ୍ଟ ଆମେ ମେଜର କରୁଛେ ତ ତାର ଇଣ୍ଟେଣ୍ଟ କଣ ରହୁଛି ତାକୁ ମେଜର କରିବା ପାଇଁ ଯୋଉଥିରେ ସିଏ ଏକୁରେସି ଟାକୁ ମେଜର କରୁଛି ତ ସେଥିପାଇଁ ଆମେ କଣ କହିବା ଟେଷ୍ଟ ଇଜ ଭ୍ୟାଲିଡ ବୋଲି ଆମେ କହିବା ଏଟ which test which stage of development the child becomes imaginating କୋଉ stage ରହୁଛି development ରେ child ଟା imaginating behavior ଦେଖଉଛି ଅପସନ ନମ୍ବର ଏ ହଉଛି infancy ପ୍ରି ଚାଇଲ୍ଡହୁଡ adolescence late childhood ତ imaginating କଥା କହିଲେ ହଉଛି ତୁମର କୋଉ ଷ୍ଟେଜ ଆସିବ ହଉଛି ଇମାଜିନେଟିଂ ହେଲେ ତୁମର ସବୁବେଳେ ପ୍ରି ଚାଇଲ୍ଡହୁଡ ଯୋଉ ରହୁଛି ଇନଫେନ୍ସି ପର ଷ୍ଟେଜ ଟା ଯୋଉ ହେଲା ଆ 0 ରୁ 2 ହଉଛି ଇନଫେନ୍ସି ଦେନ ହଉଛି 2 ରୁ ହଉଛି 6 ଭିତରେ ଯୋଉ ରହିଲା ହଉଛି ସେଇଟା ହଉଛି ତୁମର ପ୍ରି ଚାଇଲ୍ଡ ବା 2 ରୁ 7 ଏଜ ଭିତରେ ଯୋଉ ରହିଲା ହଉଛି that is known as ପ୍ରି ଚାଇଲ୍ଡହୁଡ 2 ରୁ 12 ଯେତେବେଳେ ହେଇଯାଉଛି ତୁମର ଚାଇଲ୍ଡହୁଡ କହିବା ତ ତାର ତାକୁ ଡିଭାଇଡ କରିଦେଲେ 2 ରୁ 7 ବର୍ଷ ଭିତରେ ଯୋଉ ଚାଇଲ୍ଡ ଅଛନ୍ତି that is known as ପ୍ରି ଚାଇଲ୍ଡହୁଡ ଷ୍ଟେଜ ରେ ଯୋଉଠି ଇମାଜିନେଟିଭ ବିହେଭିୟର ଦେଖିବା ପାଇଁ ପାଇବା ଦେନ ହଉଛି knowledge in which subject helps the teacher to identify the individual difference among the learner individual difference ବା ବ୍ୟକ୍ତି ବ୍ୟକ୍ତି ଭିତରେ difference find out କରିବା ପାଇଁ କୋଉ ରିଲେଟେଡ ନଲେଜ ଥିବା ଦରକାର ଗୋଟେ ଟିଚର ପାଖରେ ଡିଫରେଣ୍ଟ ଟାଇପସ ଅଫ ଲର୍ନର ଗୋଟେ କ୍ଲାସରୁମ ରେ ଆମେ ଦେଖିବା ପାଇଁ ପାଉଛେ ତ ତାଙ୍କ ଭିତରେ ଡିଫରେନ୍ସିଏଟ କ୍ରିଏଟ କରିବା ପାଇଁ କୋଉ ରିଲେଟେଡ ନଲେଜ ଥିବା ଦରକାର ଏଜୁକେଶନାଲ ସୋସିଓଲୋଜି ନା ଏଜୁକେଶନାଲ ସାଇକୋଲୋଜି ନା ଏଜୁକେଶନାଲ ଫିଲୋସଫି ନା ପେଡାଗୋଜି ତ ଡିଫରେନ୍ସିଏଟ କଥା କହୁ ବା ଇଣ୍ଡିଭିଜୁଆଲ କଥା କହୁ ଡେଭଲପମେଣ୍ଟ କଥା କହୁ ଗ୍ରୋଥ କଥା କହୁ ସବୁବେଳେ ସେଗୁଡିକ କୋଉ ଅଣ୍ଡର ଆସିବ ଏଜୁକେଶନାଲ ସାଇକୋଲୋଜି ଅଣ୍ଡର ଆସିବ ଅପସନ ନମ୍ବର ବି ହଉଛି ୟାର ରାଇଟ ଆନ୍ସର ଦେନ୍ what is the median of the following score ତ ଏଇ ଯେ following score ମିଡିଆନ କଣ କହିବା ତ ମିଡିଆନ ମିନ୍ସ ହଉଛି ତାର ମିଡ ପଏଣ୍ଟ କେତେ ତ ମିଡ ପଏଣ୍ଟ ବାହାର କରିବା ପାଇଁ ହେଲେ ଆଉ କଣ କରିବା ଅଛି ସଜେଇଦବା ବଡରୁ ସାନ କ୍ରମେ 3 ସାନରୁ ବଡ କ୍ରମେ 3 4 5 ଦେନ ହଉଛି 8 ନା ଇଜି ଅଛି 9 ଦେଖ ଏପଟ ଦୁଇଟା କାଟିଦିଅ ଏପଟ ଦୁଇଟା କାଟିଦିଅ କିଏ ରହିଲା ମିଡିଆନ କିଏ ରହିଲା ହଉଛି 5 ରହୁଛି ନା ତ ୟାର ହଉଛି ଆନ୍ସର କଣ ହବ ହଉଛି ଅପସନ ନମ୍ବର ସି ହଉଛି ୟାର ଆନ୍ସର ଦେନ୍ ତାପରେ କଣ କହୁଛି ଭିଜୁଆଲି ଇମ୍ପେୟାର ଲର୍ନର ବିଲଙ୍ଗ ଟୁ ହୁଇଚ କ୍ୟାଟେଗୋରୀ ଅଫ ଡିଜାବିଲିଟି ଗ୍ରୁପ ତ ଭିଜୁଆଲି ଇମ୍ପେୟାର ଲର୍ନର ଯୋଉ ରହିଲା ହଉଛି ତାକୁ କେଉଁ କ୍ୟାଟେଗୋରୀରେ ବିଲଙ୍ଗସ କରିବା ଏଟା ହଉଛି ଟ୍ରିକି କ୍ୱେଶ୍ଚନ ଅଛି ତୁମେ ଯଦି ଜାଣିନଥିବ କହୁଛି ତ କଣ କହୁଛି ମେଣ୍ଟାଲି ଡିସଅର୍ଡର କହିବା ଭିଜୁଆଲ ସହିତ ଆଖି ମେଣ୍ଟାଲ ର କିଛି ଇଫେକ୍ଟ ରହୁଛି କି କିଛି ରିଲେସନ ରହୁଛି ତ ମେଣ୍ଟାଲ ଡିସଅର୍ଡର ହବନି ଇକୋନୋମିକାଲ ବ୍ୟାକୱାର୍ଡ କହିବା କି ତ ଫାଇନାନ୍ସିଆଲ କଣ୍ଡିସନ ସହିତ ଭିଜୁଆଲ କଣ ପ୍ରୋବ୍ଲେମ ସେଟା ବି ହବନି ସୋସିଆଲ ଡିସଆଡଭାଣ୍ଟେଜ କହିବା କି ସୋସିଆଲ ଡିସଆଡଭାଣ୍ଟେଜ ସହିତ କିଛି ରହୁନି ଭିଜୁଆଲ ଟା ହଉଛି ଗୋଟେ ସେନ୍ସ ଅର୍ଗାନ ତ ଏଟା କଣ ହବ ନନ୍ ଅଫ ଦ ଅବଭ ୟାକୁ ଆମେ ସେନ୍ସ ଅର୍ଗାନ ଡିଜାବୁଲ ବୋଲି କହିବା ଅପସନ ନମ୍ବର ଡି କୁ ଯୋଉ ରହିଲା ଅଛି ନନ୍ ଅଫ ଦ ଅବଭ ଯୋଉଟା ହେଲା ହଉଛି କ୍ୟାଟାଗୋରୀ ଅଫ ସେନ୍ସୋରୀ ଡିଜାବିଲିଟି କାହିଁକି ଆଖିଟା ହଉଛି ଗୋଟେ ସେନ୍ସ ଅର୍ଗାନ ତୁମର ତ ସେଥିପାଇଁ ହଉଛି ଏଟା ସେନ୍ସୋରୀ ଡିଜାବିଲିଟି କହିବା ଯୋଉଟା ହେଲା ଭିଜୁଆଲ ଇମ୍ପାୟାରମେଣ୍ଟ ଟାକୁ ଦେନ୍ ତାପରେ କଣ କହୁଛି at the primary level while teaching alphabets emphasis is giving on writing and speaking what learning theory is based upon ଯୋଉ ଯେତେବେଳେ ଗୋଟେ ଛୋଟ ପିଲାକୁ ଆମେ ଆଲଫାବେଟ ଶିଖଉଛେ ଲେଟର ଶିଖଉଛେ ଏବିସିଡି ଲେଟର ଶିଖଉଛେ ତ ତାକୁ ଆମେ ରାଇଟ କରିବା ପାଇଁ କହୁଛେ ସ୍ପିକ କରିବା ପାଇଁ କହୁଛେ ଲେଖିଲେ କହିଲେ ତାର ଆରାମସେ ମନେ ରହିବ ନା ତ ଏହାକୁ କୋଉ ଥିଓରିରେ ବେଷ୍ଟ କରିବା ଟ୍ରାଏଲ ଆଣ୍ଡ ଏରର ଥିଓରି ଅଫ ଲର୍ନିଂ କଣ ଟ୍ରାଏଲ କରିବ ପିଲାଟା ତା ସହିତ ଏରର ବି ହଉଛି ଟ୍ରାଏଲ କରୁଛି ଏରର କରୁଛି ଟ୍ରାଏଲ କରୁଛି ଏରର ଇଏ ବି ଆସିବ ଦେନ୍ ଅବଜରଭେସନାଲ ଲର୍ନିଂ ବି ମଧ୍ୟ କହିବା ଦେଖିକି ଶିଖଉଛି କିଛି କିଛି ପିଲାଙ୍କୁ କହିଛି ତୁ ବହିରୁ ଦେଖ ଲେଖ ତ ତାକୁ ବି ଆମେ କହିବା ଅବଜରଭେସନ ଲର୍ନିଂ କରିବା ଅବଜର୍ଭ କରୁଛି ଶିଖୁଛି କଣ୍ଡିସନ ଥିଓରି ବି କହିବା ଯୋଉଠି ଷ୍ଟିମୁଲସ ଆମେ ରେସପନ୍ସ ଦଉଛେ ତାକୁ କହିବା ତୁ ଏତିକି ସମୟ ଭିତରେ ଲେଖିଦେଲା ପରେ ତତେ ଟିଭି ଦେଖିବା ପାଇଁ ଦେବି ମୋବାଇଲ ଚଲେଇବା ପାଇଁ ଦେବି ତ ତା ଭିତରେ ଗୋଟେ କଣ୍ଡିସନ କ୍ରିଏଟ କରାଯାଉଛି ଷ୍ଟିମୁଲସ ଆଉ ରେସପନ୍ସ ଗୋଟେ ଲର୍ନିଂ ଚାଲୁଅଛି ତ ସବୁ ଗୁଡା ହବ ଯୋଉଟା ରହିଲା ଅପସନ ନମ୍ବର ଡି ହଉଛି ହବ ଏଭ ଅଫ ଦ ଅଲ ଅଫ ଦ ଏଭ ହବ ଏଥିର ରାଇଟ ଆନ୍ସର ହଉଛି ଅପସନ ନମ୍ବର ଡି ଦେନ୍ ହଉଛି which characteristic is seen among backward learner ପାଖରେ କୋଉ type of characteristic ଦେଖିବା ପାଇଁ ପାଇବା ହଉଛି ability to analyze objective based behavior desire for vocation of repute
इनएबिलिटी टू एक्सप्रेस कॉन्सेप्ट तो बैकवर्ड लर्नर पाखरे कोउटा रहइबो होची तांको पाखरे कोन देखिया पई पबो तांको पाखरे इनएबिलिटी एबिलिटी रहइबो नै को जो रहले जे पछुआ चाइल्ड अछन जो माने क्लासरूम रे पछरे बछंती आ बाल तांको लर्निंग नॉलेज पावर लो रहउची इंटेलेक्चुअल पावर लो रहउची तो सेमान को पाखरे कोन रहउची नो एबिलिटी इनएबिलिटी रहउची टू एक्सप्रेस द कॉन्सेप्ट गोटे कॉन्सेप्ट को एक्सप्रेस करिया पई होची तांको पाखरे एबिलिटी पावर लो रहउची then कौन कहूची which term is used to express the totality of learning experience that people receive through manifold activities in the school तो कोउटा होची एक्सप्रेस करूची गोटे टोटालिटी ऑफ लर्निंग एक्सप्रेस को एक्सप्रेस करूची टोटालिटी ऑफ लर्निंग एक्सपीरियंस को एक्सप्रेस करूची जोटा होची पीपल कोन रिसीव करूची मेनीफोल्ड डिफरेंट टाइप्स ऑफ एक्टिविटी टोटालिटी कथा आसले ସବୁ କିଛି ଜିନିଷ ଗୋଟେ ଜାଗାରେ ଇନକ୍ଲୁଡ ଯେତେବେଳେ ଆମେ କରୁଛେ ତାକୁ କଣ କରିବା ନନ୍ ଅଦର ଦେନ୍ କରିକୁଲମ ସେଟା ସବୁବେଳେ କରିକୁଲମ ଯୋଉଥିରେ ହଉଛି ତୁମର ହଉଛି କରିକୁଲାର ଆଣ୍ଡ କ କରିକୁଲାର ଜିନିଷ ଗୁଡିକୁ ସବୁ କିଛି କଲାଷ୍ଟିକ ବା କ କଲାଷ୍ଟିକ ସବୁ ଜିନିଷକୁ ଇନକ୍ଲୁଡ କରିକି ଆମେ ଗୋଟେ କରିକୁଲମ ବନଉଛେ ଖାଲି ବହି ପାଠ ରହୁନି ବହି ପାଠ ସହିତ ଅଦର ଯୋଉ ଆକ୍ଟିଭିଟି ଗୁଡିକ ରହୁଛି ସେଗୁଡିକ ମଧ୍ୟ ଇନକ୍ଲୁଡ ଆସୁଛି ତୁମର କରିକୁଲମ ଦେନ୍ ହଉଛି ଇଫ୍ ଆଇକ୍ୟୁ ଅଫ ଏ ପର୍ସନ 150 150 କହିଲେ ହଉଛି ଆଇକ୍ୟୁ କେତେ ରହୁଛି ଲେଖିଦିଅ ସବୁ ଗୁଡିକ ଟର୍ମ ଗୁଡିକ ଯେତେବେଳେ ମ୍ୟାଥମେଟିକ୍ସ ସଲ୍ଭ କରିବ ଆଗେ ତାକୁ डिटेल लेखि राइट कर दियो तार टर्म गुडी को आइकु केते होला होची 150 देन तापर कोन कहूची एमए मेंटल एज केते कहूची होची तुमर होची 50 देन तापर कोन कहूची तुमर सीए क्रोनोलॉजिकल एज केते कहूची फाइंड आउट करते कहूची के क्रोनोलॉजिकल एज देइनी तो हमर फार्मूला कोन एमए बाय सीए इनटू 100 आईक्यू इज इक्वल टू MA by CA into 100 तो IQ केते भेल देछि 150 150 is equal to MA केते देला होछि 30 by CA केते देला CA देछि कि CA देइ नै into होछि केते होछि 100 तो एठी केते होबो 150 टाको होछि एपड CA टाको एपड को नै आनो तो 150 into केते देला CA divided is equal to होछि 150 into CA CA is equal to 30 ଆଉ 100 गले केते होछि केते हो तुमरो 3000 हो ना 3000 देन CA टाको एठी रखि दियो CA is equal to होछि 3000 बाय होछि 150 सुन को सुन काटी दियो 15 दुने केते हला 300 तो आई ये सीए केते हला क्रोनोलॉजिकल एज केते हला 20 तो क्रोनोलॉजिकल एज होछि तुमरो 20 और सीए होछि 20 ऑप्शन नंबर सी होछि एरो राइट आंसर then तापर कोन कहछि दी स्कूल ऑफ फिलोसॉफी which is not favor of giving instruction to children but they want to teachers should be very courteous all time and should be behave with the children with a love and sympathy तो कोउ स्कूल ऑफ फिलोसॉफी जोटी कोन कहछि चिल्ड्रन को केवल इंस्ट्रक्शन सबले इंस्ट्रक्शन प्रोवाइड करनो तो बट चिल्ड्रन को फ्रीडम प्रोवाइड करू तो चिल्ड्रन को लव करू तो एफेक्शन दो तो बा सिंपैथी देखो तो स्ट्रिक्ट डिसिप्लिन रे बांधी रखनु तो चिल्ड्रन को तो स्ट्रिक्ट डिसिप्लिन कथा कहले बा फ्रीडम न हमर जो रहला होची इंस्ट्रक्शन न दवा कथा कहले सबले आसीबे कोटा होची नेचुरलिज्म हो ना प्रैग्मेटिज्म ना ह्यूमनिज्म ना एक्जिस्टेंशियलिज्म तो एटा कोन हो तुम पिला माने जो रहला होची नेचुरलिज्म हो जो प्रकृतिवादी रहले से माने कोन कहउतले बुक नॉलेज ऊपर गुरुत्व दउनथले स्ट्रिक्ट डिसिप्लिन ऊपर गुरुत्व दउनथले से माने होची जो रहला होची फ्रीडम प्रोवाइड करबा इंडिपेंडेंस प्रोवाइड करे एई ऊपर गुरुत्व दउथले पिलांकु देन तापर कोन कहउची which is not pillar of NEP 2020 कोटा NEP 2020 रो पिलर कहबा नै SS इक्विटी इक्वालिटी क्वालिटी क्वांटिटी हां इक्वालिटी देनी क्वालिटी एंड क्वांटिटी तो कोटा हबो नै कहछि पिलर ऑफ हमर को अछि जो रहला अछि NEP 2020 रो कोटा पिलर नुए तो NEP 2020 रो जो पिलर रहला कोटा अछि SS देन अछि इक्विटी देन क्वालिटी देन अछि एफोर्डेबिलिटी देन अछि अकाउंटेबिलिटी एतिकी जो रहला अछि पांचटा रहउछि तुमरो होछि एनईपी 2020 बट जो रहला जे क्वांटिटी हबो नाइ ऑप्शन नंबर डी होछि यार राइट आंसर क्वांटिटी हबो नाइ देन होछि which of the following is the best way the teacher can guide children with special needs in school
स्पेशल नीड्स इन स्कूल एजुकेशन तो कोटा जो बेस्ट वे कोई परिबा जोटी टीचर कोन करियो गाइड करियो काहा को गाइड करियो जो रोइला होची स्पेशल चाइल्ड होचंती स्कूल एजुकेशन पाइबा पाए गिव हायर चैलेंजेस टास्क गिव मोर टेस्ट प्रोवाइडिंग सपोर्ट एंड टिप्स प्रोवाइड फॉर मोर होमवर्क तो कोनटा हबो तुमर जो रोइला होची सब बेले कोन करिवो होची सपोर्ट प्रोवाइड करिवो टिप्स प्रोवाइड करिवो जो जो प्रॉब्लमेटिक सिचुएशन हो से प्रॉब्लमेटिक सिचुएशन ले सपोर्ट दबो डिफरेंट टाइप्स ऑफ टिप्स दबो केमि तांको भीतर नॉलेज बिल्ड हो तांको इंटेलेक्चुअल केमि डेवलप हो तांको जो डेवलप करे डिफरेंट टाइप्स ऑफ टिप्स प्रोवाइड करिवो देन होची क्वेश्चन लाइक व्हाट इज नॉलेज एंड व्हाट इज ट्रूथ आर मेन स्टेज इन द ब्रांच ऑफ फिलोसफी नॉलेज तो नॉलेज कोन ट्रुथ कोन एई भलिया क्वेश्चन जतले राइज होची तो सेटा कोउथिर आसीबो एपिस्टेमोलॉजी ना लॉजिक ना मेटाफिजिक्स ना एस्थेटिक्स तो कोन हो जतले नॉलेज कथा कहूची नॉलेज सहित जे डील करूची सब बेले तुमर एपिस्टेमोलॉजी ऑप्शन नंबर डी होची राइट आंसर ब्यूटी कथा कहले होची एस्थेटिक तापर होची जो होची रियलिटी कथा कहले होची मेटाफिजिक्स और लॉजिक जो रोइला होची तुमरो रीजनिंग जो लॉजिक तो रीजनिंग कथा कहले होची लॉजिक आसीबो तो जो कोन होची नॉलेज कथा आसले तुमर होची एपिस्टेमोलॉजी तो एटा थिला कोन होची तुमरो 20 टा क्वेश्चन जदि किछि डाउट अछि मते कमेंट सेक्शन में पचारि पारिबो आ जदि वीडियो टी भल लागे चैनल को लाइक शेयर सब्सक्राइब करिवो आ तुमरो जो रोइला अछि गुडी सब पीआईक्यू क्वेश्चन पीवाईक्यू क्वेश्चन जोडे मोस्ट एग्जाम ओरिएंटेड क्वेश्चन जोडे तो वीडियो टी प्रथम लास्ट देखो थैंक यू सो मच